ବୁଢୀ ମା କାନ୍ଦୁଛି ବାହୁନି ବାହୁନି। କରିବି ନା ମୁଁ ତ ବହୁତ ଅଡୁଆରେ ଦାଦନ ଖଟିବାକୁ ଯାଇ ଚାଲିଗଲା ପ୍ରାଣ। ମୃତ୍ୟୁର ଖବର ଶୁଣିବାର 9 ଦିନ ବିତିଗଲାଣି, ଏଯାଏଁ ଆସିନି ଶବ। ଘରେ ଥିଲା ପୁଅ। ଦଲାଲ ରାଜୁମୁଖୀ ବେଙ୍ଗାଲୋରକୁ କାମ କରିବାକୁ ଡାକିନେଲା ଯେ ପୁଅକୁ ସେଠାରେ ମାରିଦେଲା। ଏଯାଏଁ ଶବ ଆସିନି କହି ବାହୁନି ବାହୁନି 9 ଦିନ ହେବ 80 ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ବୁଢ଼ୀମା ଆଖିରୁ ଲୁହ ଶୁଖୁନି। ହଁ ଦର୍ଶକ ବନ୍ଧୁ, ଏହି ଘଟଣାଟି ଘଟିଛି ସାହାରପଡ଼ା ଫାଣ୍ଡି ଅନ୍ତର୍ଗତ ମାଛଗଡ଼ ପଞ୍ଚାୟତ ପ୍ରଧାନ ସାହିରେ। ସୂଚନା ମିଳିଛି କି ଗ୍ରାମର ନେପା ମହାରଣା ଓ ସୁମି ମହାରଣାଙ୍କ ପୁଅ ଭୀମସେନ ମହାରଣା, ଯାହାଙ୍କର ବୟସ 38 ବର୍ଷ, ଘରେ ରହି ଛୋଟମୋଟ କାମ କରି ମାର ଦେଖାଶୁଣା କରୁଥିଲା। ହେଲେ ରାଜୁମୁଖୀ ତାକୁ ଦାଦନ ଖଟିବାକୁ ସୁଦୂର ବେଙ୍ଗାଲୋରକୁ ଡାକି ନେଇଥିଲା। ଉକ୍ତ ଅଞ୍ଚଳରେ କାମଧନ୍ଦା ମିଳୁନଥିବାରୁ ଭୀମ ପେଟପାଟଣା ଲାଗି ମାକୁ ଏକୁଟିଆ ଛାଡ଼ି ବାହାରକୁ ଗୋଡ଼ ବାହାର କରିଥିଲା। ତେବେ 9 ଦିନ ତଳେ ଭୀମର ଟ୍ରେନ୍ ଦୁର୍ଘଟଣାରେ ମରିଯାଇଥିବାର ଖବର ଆସିଥିଲା। ଏହାପରେ ମା ସୁମି ମହାରଣା ଦୁଃଖରେ ପୁତ୍ର ବିୟୋଗରେ ଅଥୟ ହୋଇ କାନ୍ଦୁଛନ୍ତି। ସାଇ ପଡ଼ିଶା ଲୋକେ ପୁଅର ମୁହଁକୁ ଦେଖିବୁ ବୋଲି କହି ବୁଝାଇ ଖାଇବାକୁ ଦେଇ ତାଙ୍କୁ ବଞ୍ଚାଇ ରଖିଛନ୍ତି। ଜିତୁମୁଣ୍ଡା ଘଟଣାରେ ପ୍ରଶାସନ ବ୍ୟସ୍ତ ଥିଲାବେଳେ ଏ ବାବଦରେ ଶ୍ରମ କାର୍ଯ୍ୟାଳୟ କିଛି କରିପାରୁନି। ଭୀମ ବିଚରା ଗରିବ ଶ୍ରମିକ ହୋଇଥିବାରୁ ନେତାମାନେ ଶବ ଆଣିବାକୁ ବ୍ୟବସ୍ଥା କରିନାହାନ୍ତି। ଏପଟେ ପ୍ରଧାନ ସାହିରେ ଲୋକେ ଦୁଃଖରେ ଅଛନ୍ତି। ଖାଇବା ପିଇବାରେ ବ୍ୟାଘାତ ହେଉଛି। କେତେବେଳେ ଶବ ଫେରିବ? ବୁଝିବାରୁ ଜଣାଗଲା ଯେ ସୁମି ମହାରଣାଙ୍କୁ ଆବାସ ଘର ମିଳିନି, କେବଳ 1000 ଟଙ୍କା ଭତ୍ତା ମିଳୁଛି। ଏବେ ପୁଅ ଗଲା ପରେ କିପରି ସେ ଚଳିବେ, ସାଇବାଲାଙ୍କ ଚିନ୍ତା। ତେଣୁ ସରକାର ସହାୟତା ଯୋଗାଇ ଭୀମର ଶବ ଫେରାଇ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ମୁସି ମହାରଣା ମାଛଗଡ଼। ମୋ ପୁଅ ନଷ୍ଟ ହେଇଗଲା। କୋଉଠି ଯାଇଥିଲେ? କାମ କରି ସାମାଲ ସେଇ ରାଜୁ ଡାକି ନେଇ ମୋ ପୁଅକୁ ଶୋଇଥିଲା, ଉଠେଇକିରି ନେଇଗଲା। ମୁଁ ଏଇଠି ବସିଥିଲି, ମତେ କିଛି ନାଇଁ କହି। ସେ ପିଲାକୁ ଯେତେବେଳେ କହିଲି କଣ କହିଲ ନା କିଛି ନାଇଁ, ଟିକେ କଥା ଆନୁ କହି ଆଉ ମୋ ପୁଅକୁ ନେଇଯାଇଛି। ଆଉ ମୋ ପୁଅ ଆଉ ଘୁରିବାକୁ ନାହିଁ। ଏଇଟା ମୁଁ କିସ କରିବି ନା ମୁଁ ତ ବହୁତ ଅଡୁଆରେ ଭୀମ ଯାଇଥିଲା କାମ କରତେ, ଯାଇଛି କି କଣ ଯାଇଛି, ତାର ମା ସେଟା କହୁଛି ତ ଡାକି ନେଇଛି ଜଣେ ତ କାମ କରି ଗଲା କି କୋଉଠି ଡାକି ନେଲା, ଗାଡ଼ି ଆକ୍ସିଡେଣ୍ଟ ହେଇଛି ବୋଲି କହୁଛନ୍ତି। ତ ତାର ମା କହୁଛି ଆଉ ମୋର ପୁଅକୁ ଆଣିଦିଅ ସେମିତି କାନ୍ଦୁଛି ସବୁବେଳେ। ଖିଆ ନାଇଁ ପିଆ ନାଇଁ ବସିଛି ବୁଢ଼ୀ। ତାପରେ ତାର ପୁଅ ଦ୍ୱାରାନି ବୁଢ଼ୀ ବଞ୍ଚୁଥିଲା। ଆହୁରି ବି ଛୁଆ ଅଛନ୍ତି ଯେ ସିଏ ଜେଜେ ବାଟେ ରହିଯାଇଛନ୍। ସେ ଗୋଟିଏ ପୁଅ ପାଖରେ ଥିଲା। ତ ଏବେ ଶବ ଅନେଇକିରି ରହିଛନ୍ତି, କେବେ ଆସିବ ଶବ, ତେବେ ତାଙ୍କ ରୋଷେଇ ବାସେଇ ହେବ କି ଖିଆ ପିଆ ହେବ, ଏମିତି ଅନେଇଛନ୍ତି। ଆଉ ଦିଅ ବୋଲି ତ ବୁଢ଼ୀ ଚାହିଁକିରି ବସିଛି। ଆଣିଦେବୁ ବୋଲି ଲୋକ କହିଲେ, କାହିଁ ଶବ ଏଯାଏଁ ଆସିଲା ନାହିଁ। ବାହାରକୁ ଯାଇଥିଲେ କାମ କରିବା ପାଇଁ। ତାପରେ ଶୁଣାଶୁଣି ହେଲା ଯେ 2 ଦିନ ପରେ ଯେ ଟ୍ରେନରେ ତାକୁ ଆକ୍ସିଡେଣ୍ଟ ବୋଲି ସେ ଭଳିଆ କହୁଛନ୍ତି, ଆମେ ଯାହା ଜାଣୁଛୁ। ଆଉ ତାଙ୍କ ରୋଷେଇବାସ ସବୁ ବନ୍ଦ ହେଇଯାଇଛି। ଆଉ ଯିଏ ଆଣିଦେଲେ ଖାଉଛନ୍ତି। ଆଉ ବୁଢ଼ୀ ମା ତାର ପୁଅ ସିଏ ଥିଲା, ସିଏ ସବୁ କିଛି ତାର ବୁଝୁଥିଲା। ଆଉ କେମିତି ସବୁ ଘରକୁ ଆସିବ ସମସ୍ତେ ଚାହିଁ ରହିଛୁ। ଆଉ କେଉଁଝରରୁ ସ୍ପେଶାଲ ରିପୋର୍ଟର ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।